ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆଜିର ଏହି ଭିଡ଼ିଓ ଆଲୋଚନାକୁ। ଆଜିର ଏହି ଭିଡ଼ିଓରେ ପ୍ରାକୃତି କାବ୍ୟଧାରା ସମ୍ପର୍କରେ ସଂକ୍ଷିପ୍ତ ପ୍ରଶ୍ନ ଓ ଉତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ହେଉଛି, ପରିମଳା କାବ୍ୟର ଲେଖକ କିଏ? ଅପସନ୍ ଏ ବିଷ୍ଣୁ ଦାସ, ଅପସନ୍ ବି ନରସିଂହ ସେଣ, ଅପସନ୍ ସି କାର୍ତ୍ତିକ ଦାସ, ଅପସନ୍ ଡି ଦନାଇ ଦାସ। ସଠିକ୍ ଉତ୍ତର ହେବ ଅପସନ୍ ବି ନରସିଂହ ସେଣ। ପରବର୍ତ୍ତୀ ପ୍ରଶ୍ନ, ପ୍ରତାପ ରାୟଙ୍କ ଶଶୀ ସେଣା କେଉଁ ପ୍ରକାରର କାବ୍ୟ? କାଳ୍ପନିକ କାବ୍ୟ, ଐତିହାସିକ କାବ୍ୟ, କିମ୍ବଦନ୍ତୀମୂଳକ କାବ୍ୟ, କୃଷ୍ଣ କାବ୍ୟ। ପ୍ରତାପ ରାୟଙ୍କ ଶଶୀ ସେଣା କେଉଁ ପ୍ରକାରର କାବ୍ୟ? ସଠିକ୍ ଉତ୍ତର ହେବ ଅପସନ୍ ଏ କାଳ୍ପନିକ କାବ୍ୟ। ପରବର୍ତ୍ତୀ ପ୍ରଶ୍ନ, ରତ୍ନମଞ୍ଜରୀ କାବ୍ୟର ଲେଖକ କିଏ? ଅପସନ୍ ଏ ହରିହର ନରେନ୍ଦ୍ର, ଅପସନ୍ ବି ଲୋକନାଥ ବିଦ୍ୟାଧର, ଅପସନ୍ ସି ଧନଞ୍ଜୟ ଭଞ୍ଜ, ଅପସନ୍ ଡି ଶିଶୁଶଙ୍କର ଦାସ। ରତ୍ନମଞ୍ଜରୀ କାବ୍ୟର ଲେଖକ କିଏ? ସଠିକ୍ ଉତ୍ତର ହେବ ଅପସନ୍ ସି ଧନଞ୍ଜୟ ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ, ମଦାଡସା କାବ୍ୟର ବିଷୟବସ୍ତୁ କେଉଁ ପୁରାଣରୁ ଆସିଛି? ଅପସନ୍ ଏ ବିଷ୍ଣୁ ପୁରାଣ, ଅପସନ୍ ବି ଶିବ ପୁରାଣ, ଅପସନ୍ ସି ମାର୍କଣ୍ଡେୟ ପୁରାଣ, ଅପସନ୍ ଡି ହରିବଂଶ। ମଦାଡସା କାବ୍ୟର ବିଷୟବସ୍ତୁ କେଉଁ ପୁରାଣରୁ ଆସିଛି? ସଠିକ୍ ଉତ୍ତର ଅପସନ୍ ସି ମାର୍କଣ୍ଡେୟ ପୁରାଣ। ପରବର୍ତ୍ତୀ ପ୍ରଶ୍ନ, ରହସ୍ୟମଞ୍ଜରୀ ଗ୍ରନ୍ଥର ରଚୟିତା କିଏ? ଅପସନ୍ ଏ ଲୋକନାଥ ବିଦ୍ୟାଧର, ଅପସନ୍ ବି ଦେବଦୁର୍ଲ୍ଲଭ ଦାସ, ଅପସନ୍ ସି ଶିଶୁଶଙ୍କର ଦାସ, ଅପସନ୍ ଡି ନରସିଂହ ସେଣ। ରହସ୍ୟମଞ୍ଜରୀ ଗ୍ରନ୍ଥର ରଚୟିତା କିଏ? ସଠିକ୍ ଉତ୍ତର ହେବ ଅପସନ୍ ବି ଦେବଦୁର୍ଲ୍ଲଭ ଦାସ। ପରବର୍ତ୍ତୀ ପ୍ରଶ୍ନ, କେଉଁ କାବ୍ୟର ବିଷୟବସ୍ତୁ ପ୍ରାଚୀନ କାହାଣୀ ଉପରେ ଆଧାରିତ? କାଞ୍ଚନଲତା, ମଦାଡସା, ଶଶୀ ସେଣା, ଇଚ୍ଛାବତୀ। କେଉଁ କାବ୍ୟର ବିଷୟବସ୍ତୁ ପ୍ରାଚୀନ କାହାଣୀ ଉପରେ ଆଧାରିତ? ସଠିକ୍ ଉତ୍ତର ଅପସନ୍ ସି ଶଶୀ ସେଣା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆର ପ୍ରଥମ ଐତିହାସିକ କାବ୍ୟ କେଉଁଟି? ରହସ୍ୟମଞ୍ଜରୀ, ମଦାଡସା, କାଞ୍ଚି କାବେରୀ, ରୁକ୍ମିଣୀ ବିଭା। ଓଡ଼ିଆର ପ୍ରଥମ ଐତିହାସିକ କାବ୍ୟ କେଉଁଟି? ସଠିକ୍ ଉତ୍ତର ଅପସନ୍ ସି କାଞ୍ଚି କାବେରୀ। ପରବର୍ତ୍ତୀ ପ୍ରଶ୍ନ, ରୁକ୍ମିଣୀ ବିଭା କାବ୍ୟର କବି କିଏ? ଅପସନ୍ ଏ ଅର୍ଜୁନ ଦାସ, ଅପସନ୍ ବି ରାମଦାସ, ଅପସନ୍ ସି କାର୍ତ୍ତିକ ଦାସ, ଅପସନ୍ ଡି ଚାନ୍ଦ ଦାସ। ରୁକ୍ମିଣୀ ବିଭା କାବ୍ୟର କବି କିଏ? ସଠିକ୍ ଉତ୍ତର ଅପସନ୍ ସି କାର୍ତ୍ତିକ ଦାସ। ମଦାଡସା କେଉଁ ଧରଣର କାବ୍ୟ? କାଳ୍ପନିକ, ପୌରାଣିକ, ବୈଷ୍ଣବ, ରାମକାବ୍ୟ। ମଦାଡସା କେଉଁ ଧରଣର କାବ୍ୟ? ସଠିକ୍ ଉତ୍ତର ଅପସନ୍ ଏ କାଳ୍ପନିକ। ପରବର୍ତ୍ତୀ ପ୍ରଶ୍ନ, ବିଷ୍ଣୁ ଦାସ କେଉଁ ରାଜାଙ୍କ ପୃଷ୍ଠପୋଷକତାରେ କାବ୍ୟ ରଚନା କରିଥିଲେ? ରଘୁନାଥ ହରିଚନ୍ଦନ, ହରିହର ମର୍ଦ୍ଧରାଜ, ଚନ୍ଦ୍ରଶେଖର ଭଞ୍ଜ, କୁଞ୍ଜ ବିହାରୀ ଭ୍ରମରବର। ସଠିକ୍ ଉତ୍ତର ଅପସନ୍ ଏ ରଘୁନାଥ ହରିଚନ୍ଦନ। ଗୋପୀଚନ୍ଦନ କାବ୍ୟର ରଚୟିତା କିଏ? କଣ୍ଠଦାସ, ଚାନ୍ଦକବି, କାର୍ତ୍ତିକ ଦାସ, ବିଷ୍ଣୁ ଦାସ। ଗୋପୀଚନ୍ଦନ କାବ୍ୟର ରଚୟିତା କିଏ? ସଠିକ୍ ଉତ୍ତର ଅପସନ୍ ବି ଚାନ୍ଦକବି। ପରବର୍ତ୍ତୀ ପ୍ରଶ୍ନ, ରସକୁଲ୍ୟା ଚଉତିଶା କାହାର ରଚନା? ଶ୍ରୀଧର ଦାସ,
ନରସିଂହ ସେଣ, ଦାମୋଦର ଦାସ, ବିଷ୍ଣୁ ଦାସ। ରସକୁଲ୍ୟା ଚଉତିଶା କାହାର ରଚନା? ସଠିକ୍ ଉତ୍ତର ଅପସନ୍ ସି ଦାମୋଦର ଦାସ। କେଉଁଟି ଓଡ଼ିଆ ସାହିତ୍ୟର ପ୍ରଥମ ଛନ୍ଦବଦ୍ଧ କାବ୍ୟ? ଉଷାଭିଳାଷ, ରାମବିଭା, ରହସ୍ୟମଞ୍ଜରୀ, ପରିମଳା। କେଉଁଟି ଓଡ଼ିଆ ସାହିତ୍ୟର ପ୍ରଥମ ଛନ୍ଦବଦ୍ଧ କାବ୍ୟ? ସଠିକ୍ ଉତ୍ତର ହେବ ଅପସନ୍ ବି ରାମବିଭା। ପରବର୍ତ୍ତୀ ପ୍ରଶ୍ନ, ରାମବିଭା କାବ୍ୟର ରଚୟିତା କିଏ? ବନମାଳୀ ଦାସ, ଅର୍ଜୁନ ଦାସ, ପୀତାମ୍ବର ଦାସ, ଶ୍ରୀଧର ଦାସ। ରାମବିଭା କାବ୍ୟର ରଚୟିତା କିଏ? ସଠିକ୍ ଉତ୍ତର ହେବ ଅପସନ୍ ବି ଅର୍ଜୁନ ଦାସ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆରେ ପ୍ରଥମ କାଳ୍ପନିକ କାବ୍ୟ କେଉଁଟି? କଳ୍ପଲତା, ପରିମଳା, ଚାଟ ଇଚ୍ଛାବତୀ, ଶଶିସେଣା। ଓଡ଼ିଆରେ ପ୍ରଥମ କାଳ୍ପନିକ କାବ୍ୟ କେଉଁଟି? ସଠିକ୍ ଉତ୍ତର ଅପସନ୍ ଏ କଳ୍ପଲତା। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିଶୁ ଶଙ୍କର ଦାସଙ୍କ କାବ୍ୟଗ୍ରନ୍ଥ? କାଞ୍ଚନଲତା, ଲୀଳାବତୀ, ଉଷାଭିଳାଷ, ପ୍ରେମଲୋଚନା। ସଠିକ୍ ଉତ୍ତର ହେବ ଅପସନ୍ ସି ଉଷାଭିଳାଷ। ପରବର୍ତ୍ତୀ ପ୍ରଶ୍ନ, କପଟକେଡ଼ି କାବ୍ୟର କବି କିଏ? ଅପସନ୍ ଏ ଧନଞ୍ଜୟ ଭଞ୍ଜ, ଅପସନ୍ ବି ରଘୁନାଥ ହରିଚନ୍ଦନ, ଅପସନ୍ ସି କୁଞ୍ଜବିହାରୀ, ଅପସନ୍ ଡି କପିଳେଶ୍ୱର। କପଟକେଡ଼ି କାବ୍ୟର କବି କିଏ? ସଠିକ୍ ଉତ୍ତର ହେବ ଅପସନ୍ ଡି କପିଳେଶ୍ୱର। ମଦାଳସା କାବ୍ୟର ରଚୟିତା କିଏ? ଅପସନ୍ ଏ ବିଷ୍ଣୁ ଦାସ, ଅପସନ୍ ବି ହରିହର ନରେନ୍ଦ୍ର, ଅପସନ୍ ସି ପୁରୁଷୋତ୍ତମ, ଅପସନ୍ ଡି ଶିଶୁ ଶଙ୍କର। ମଦାଳସା କାବ୍ୟର ରଚୟିତା କିଏ? ସଠିକ୍ ଉତ୍ତର ଅପସନ୍ ବି ହରିହର ନରେନ୍ଦ୍ର। ପରବର୍ତ୍ତୀ ପ୍ରଶ୍ନ, ଚାଟ ଇଚ୍ଛାବତୀର ଲେଖକ କିଏ? ଅପସନ୍ ଏ ଚାନ୍ଦକବି, ଅପସନ୍ ବି ବନମାଳୀ ଦାସ, ଅପସନ୍ ସି ପ୍ରତାପ ରାୟ, ଅପସନ୍ ଡି ଅର୍ଜୁନ ଦାସ। ଚାଟ ଇଚ୍ଛାବତୀର ଲେଖକ କିଏ? ସଠିକ୍ ଉତ୍ତର ଅପସନ୍ ବି ବନମାଳୀ ଦାସ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଦନାଇ ଦାସଙ୍କ ଦ୍ୱାରା ରଚିତ? ଅପସନ୍ ଏ ଇଚ୍ଛାବତୀ, ଅପସନ୍ ବି ଗୋପୀଭାଷା, ଅପସନ୍ ସି ମଦନ ମଞ୍ଜରୀ, ଅପସନ୍ ଡି ଗୋପକେଡ଼ି। କେଉଁଟି ଦନାଇ ଦାସଙ୍କ ଦ୍ୱାରା ରଚିତ? ସଠିକ୍ ଉତ୍ତର ଅପସନ୍ ବି ଗୋପୀଭାଷା। ନିମ୍ନୋକ୍ତ କେଉଁଟି ପୌରାଣିକ କାବ୍ୟ? ଅପସନ୍ ଏ ପରିମଳା, ଅପସନ୍ ବି ରୁକ୍ମିଣୀ ବିଭା, ଅପସନ୍ ସି ଶଶିସେଣା, ଅପସନ୍ ଡି ଚାଟ ଇଚ୍ଛାବତୀ। ନିମ୍ନୋକ୍ତ କେଉଁଟି ପୌରାଣିକ କାବ୍ୟ? ସଠିକ୍ ଉତ୍ତର ଅପସନ୍ ବି ରୁକ୍ମିଣୀ ବିଭା। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥ ଚରିତାମୃତ ଗ୍ରନ୍ଥଟି କାହାର ରଚନା? ଅପସନ୍ ଏ ଦିବାକର ଦାସ, ଦାମୋଦର ଦାସ, ଦନାଇ ଦାସ, ଦେବଦୁର୍ଲ୍ଲଭ ଦାସ। ସଠିକ୍ ଉତ୍ତର ହେବ ଅପସନ୍ ଏ ଦିବାକର ଦାସ। ପରବର୍ତ୍ତୀ ପ୍ରଶ୍ନ, ପ୍ରେମଲୋଚନା କାବ୍ୟର କବି କିଏ? ଅର୍ଜୁନ ଦାସ, ବିଷ୍ଣୁ ଦାସ, ପ୍ରତାପ ରାୟ, ଦେବଦୁର୍ଲ୍ଲଭ ଦାସ। ପ୍ରେମଲୋଚନା କାବ୍ୟର କବି କିଏ? ସଠିକ୍ ଉତ୍ତର ଅପସନ୍ ବି ବିଷ୍ଣୁ ଦାସ। ପରବର୍ତ୍ତୀ ପ୍ରଶ୍ନ, ଶଶିସେଣା କାବ୍ୟର ପ୍ରଣେତା କିଏ? ଅପସନ୍ ଏ ବନମାଳୀ ଦାସ, ଅପସନ୍ ବି ଶ୍ରୀଧର ଦାସ, ଅପସନ୍ ସି ପ୍ରତାପ ରାୟ, ଅପସନ୍ ଡି ଧନଞ୍ଜୟ ଭଞ୍ଜ। ଶଶିସେଣା କାବ୍ୟର ପ୍ରଣେତା କିଏ? ସଠିକ୍ ଉତ୍ତର ଅପସନ୍ ସି ପ୍ରତାପ ରାୟ। ମଦନ ମଞ୍ଜରୀର କବି କିଏ? ଘନଭଞ୍ଜ, ହରିହର ନରେନ୍ଦ୍ର, କାର୍ତ୍ତିକ ଦାସ, ଧନଞ୍ଜୟ ଭଞ୍ଜ।
ମଦନ ମଞ୍ଜରୀର କବି କିଏ? ସଠିକ୍ ଉତ୍ତର ଅପସନ୍ ଡି ଧନଞ୍ଜୟ ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଓଡ଼ିଆ କାଳ୍ପନିକ କାବ୍ୟର ରଚୟିତା କିଏ? ଅର୍ଜୁନ ଦାସ, ରାମ ଦାସ, ବିଷ୍ଣୁ ଦାସ, କୃଷ୍ଣ ଦାସ। ସଠିକ୍ ଉତ୍ତର ଅପସନ୍ ଏ ଅର୍ଜୁନ ଦାସ। ପରବର୍ତ୍ତୀ ପ୍ରଶ୍ନ, କେଉଁ କାବ୍ୟଟି ସ୍ୱକୀୟ ପ୍ରେମର ନିଦର୍ଶନ? ଗୋପୀ ଭାଷା, ରହସ୍ୟ ମଞ୍ଜରୀ, ରୁକ୍ମିଣୀ ବିଭା, ଗୋପୀଚନ୍ଦନ। ସଠିକ୍ ଉତ୍ତର ଅପସନ୍ ସି ରୁକ୍ମିଣୀ ବିଭା। ପରବର୍ତ୍ତୀ ପ୍ରଶ୍ନ, ଗୋପକେଡ଼ି ନାମକ କାବ୍ୟର ରଚୟିତା କିଏ? ଅପସନ୍ ଏ ନରସିଂହ ସେଣ, ଅପସନ୍ ବି ମାଧବୀ ଦାସୀ, ଅପସନ୍ ସି କୁଞ୍ଜ ବିହାରୀ, ଅପସନ୍ ଡି କପିଳେଶ୍ୱର ଦାସ। ଗୋପକେଡ଼ି ନାମକ କାବ୍ୟର ରଚୟିତା କିଏ? ସଠିକ୍ ଉତ୍ତର ଅପସନ୍ ଏ ନରସିଂହ ସେଣ। ପରବର୍ତ୍ତୀ ପ୍ରଶ୍ନ, କବି ବୃନ୍ଦାବନ ଦାସଙ୍କ ରସ ବାରିଧି ଗ୍ରନ୍ଥଟି କେଉଁ ମୂଳ ଗ୍ରନ୍ଥରୁ ଅନୁବାଦ କରାଯାଇଛି? ରାମାୟଣ, ପଦ୍ମପୁରାଣ, ହରିବଂଶ, ଗୀତଗୋବିନ୍ଦ। ସଠିକ୍ ଉତ୍ତର ହେବ ଅପସନ୍ ଡି ଗୀତଗୋବିନ୍ଦ। ଖୁଦୁରୁକୁଣୀ ଓଷା ପୁସ୍ତକର ରଚୟିତା କିଏ? ଅପସନ୍ ଏ ବନମାଳୀ ଦାସ, ଅପସନ୍ ବି ଶ୍ରୀଧର ଦାସ, ଅପସନ୍ ସି ପୁରୁଷୋତ୍ତମ, ଅପସନ୍ ଡି ଗୋପୀନାଥ ଦାସ। ସଠିକ୍ ଉତ୍ତର ହେବ ଅପସନ୍ ଡି ଗୋପୀନାଥ ଦାସ। ଜ୍ଞାନ ଚୂଡ଼ାମଣି ଗ୍ରନ୍ଥର ରଚୟିତା କିଏ? ଚାନ୍ଦ ଦାସ, ଭଉଁରୀ ଦାସ, ବିଷ୍ଣୁ ଦାସ, ଶଙ୍କର ଦାସ। ଜ୍ଞାନ ଚୂଡ଼ାମଣି ଗ୍ରନ୍ଥର ରଚୟିତା କିଏ? ସଠିକ୍ ଉତ୍ତର ଅପସନ୍ ବି ଭଉଁରୀ ଦାସ। ପରବର୍ତ୍ତୀ ପ୍ରଶ୍ନ, ରାମବିଭା କାବ୍ୟର ସମ୍ପାଦକ କିଏ? ଆର୍ତ୍ତବଲ୍ଲଭ ମହାନ୍ତି, କୁଞ୍ଜ ବିହାରୀ ଦାସ, ନୀଳମଣି ମିଶ୍ର, ସୂର୍ଯ୍ୟ ନାରାୟଣ ଦାସ। ରାମବିଭା କାବ୍ୟର ସମ୍ପାଦକ କିଏ? ସଠିକ୍ ଉତ୍ତର ହେବ ଅପସନ୍ ଏ ଆର୍ତ୍ତବଲ୍ଲଭ ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, କଳ୍ପଲତା କାବ୍ୟର ସମ୍ପାଦକ କିଏ? ନଟବର ସାମନ୍ତରାୟ, କେଦାରନାଥ ମହାପାତ୍ର, ସଦାଶିବ ରଥ ଶର୍ମା, ବଂଶୀଧର ମହାନ୍ତି। କଳ୍ପଲତା କାବ୍ୟର ସମ୍ପାଦକ କିଏ? ସଠିକ୍ ଉତ୍ତର ଅପସନ୍ ବି କେଦାରନାଥ ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ମିଳନ ଚଉତିଶାର ରଚୟିତା କିଏ? ଅପସନ୍ ଏ ପ୍ରତାପ ରାୟ, ଅପସନ୍ ବି ଶଙ୍କର ଦାସ, ଅପସନ୍ ସି ଅର୍ଜୁନ ଦାସ, ଅପସନ୍ ଡି ନରସିଂହ ସେଣ। ମିଳନ ଚଉତିଶାର ରଚୟିତା କିଏ? ସଠିକ୍ ଉତ୍ତର ଅପସନ୍ ସି ଅର୍ଜୁନ ଦାସ। ପରବର୍ତ୍ତୀ ପ୍ରଶ୍ନ, ପଦ୍ମପୁରାଣ ଅବଲମ୍ବନରେ କେଉଁ କାବ୍ୟଟି ରଚିତ? ଶଶିସେଣା, ରହସ୍ୟ ମଞ୍ଜରୀ, ରୁକ୍ମିଣୀ ବିଭା, କଳ୍ପଲତା। ସଠିକ୍ ଉତ୍ତର ଅପସନ୍ ସି ରୁକ୍ମିଣୀ ବିଭା। ପରବର୍ତ୍ତୀ ପ୍ରଶ୍ନ, କାଞ୍ଚି କାବେରୀର କଥାବସ୍ତୁକୁ କେଉଁଥିରୁ ଗ୍ରହଣ କରାଯାଇଛି? ଭାଗବତ, ପଦ୍ମପୁରାଣ, ମାଦଡ଼ା ପାଞ୍ଜି, ଗୀତଗୋବିନ୍ଦ। ସଠିକ୍ ଉତ୍ତର ହେବ ଅପସନ୍ ସି ମାଦଡ଼ା ପାଞ୍ଜି। ପରବର୍ତ୍ତୀ ପ୍ରଶ୍ନ, ରହସ୍ୟ ମଞ୍ଜରୀ କାବ୍ୟରେ କେଉଁ ପ୍ରକାରର ଭକ୍ତି ଚିତ୍ର ଅଙ୍କିତ? ସ୍ୱକୀୟା ପ୍ରେମ ଭକ୍ତି, ପରକୀୟା ପ୍ରେମ ଭକ୍ତି, ରାଗାନୁଗା ପ୍ରେମ ଭକ୍ତି, ସୁଧା ଭକ୍ତି। ସଠିକ୍ ଉତ୍ତର ହେବ ଅପସନ୍ ସି ରାଗାନୁଗା ପ୍ରେମ ଭକ୍ତି। ପରବର୍ତ୍ତୀ ପ୍ରଶ୍ନ, ଗୋପ ଜୀବନ ଚଉତିଶା ରଚନାଟି କାହାର? ବିଷ୍ଣୁ ଦାସ, ଚାନ୍ଦ ଦାସ, କାର୍ତ୍ତିକ ଦାସ, ବନମାଳୀ ଦାସ। ଗୋପ ଜୀବନ ଚଉତିଶା ରଚନାଟି କାହାର? ସଠିକ୍ ଉତ୍ତର ଅପସନ୍ ବି ଚାନ୍ଦ ଦାସ। ପରବର୍ତ୍ତୀ ପ୍ରଶ୍ନ,
କାଞ୍ଚନଲତା ରଚନାଟି କାହାର କାବ୍ୟକୃତି? ପ୍ରତାପ ରାୟ, ଶ୍ରୀଧର ଦାସ, ଦନାଇ ଦାସ, ପାର୍ଥଶ୍ରୀ ଚନ୍ଦନ। କାଞ୍ଚନଲତା ରଚନାଟି କାହାର କାବ୍ୟକୃତି? ସଠିକ୍ ଉତ୍ତର ଅପସନ୍ ବି ଶ୍ରୀଧର ଦାସ। ପରବର୍ତ୍ତୀ ପ୍ରଶ୍ନ, ବାଣପୁର ନନ୍ଦିନୀ ଉଷାଙ୍କ ଓ ଅନିରୁଦ୍ଧଙ୍କର ପ୍ରଣୟ ଉପାଖ୍ୟାନକୁ କେନ୍ଦ୍ର କରି କେଉଁ କାବ୍ୟଟି ରଚିତ? ପ୍ରେମାଲୋଚନା, ଚାଟ ଇଚ୍ଛାବତୀ, ଉଷାଭିଳାଷ, ଶଶୀ ସେଣା। ସଠିକ୍ ଉତ୍ତର ଅପସନ୍ ସି ଉଷାଭିଳାଷ। ପରବର୍ତ୍ତୀ ପ୍ରଶ୍ନ, ଗୀତ ଗୋବିନ୍ଦକୁ ଓଡ଼ିଆରେ ଅନୁବାଦ କେଉଁ କବିଙ୍କ କୃତି? ଧରଣୀଧର ମିଶ୍ର, ବିଷ୍ଣୁ ଦାସ, ଲୋକନାଥ କପିଳେଶ୍ୱର। ସଠିକ୍ ଉତ୍ତର ଅପସନ୍ ଏ ଧରଣୀଧର ମିଶ୍ର। ପରବର୍ତ୍ତୀ ପ୍ରଶ୍ନ, ଅର୍ଜୁନ ଦାସଙ୍କ ରଚିତ କାବ୍ୟ ରାମବିଭା କେତୋଟି ଛାନ୍ଦର ସମାହାର? 8ଟି, 10ଟି, 12ଟି, 14ଟି। ସଠିକ୍ ଉତ୍ତର ଅପସନ୍ ସି 12ଟି। ପରବର୍ତ୍ତୀ ପ୍ରଶ୍ନ, ଶଶୀ ସେଣା କେଉଁ ପ୍ରକାରର କାବ୍ୟ? କାଳ୍ପନିକ, ପୌରାଣିକ, ଐତିହାସିକ, ଚଉତିଶା। ଶଶୀ ସେଣା କେଉଁ ପ୍ରକାରର କାବ୍ୟ? ସଠିକ୍ ଉତ୍ତର ଅପସନ୍ ଏ କାଳ୍ପନିକ। ପରବର୍ତ୍ତୀ ପ୍ରଶ୍ନ, ଦନାଇ ଦାସଙ୍କ ଦ୍ୱାରା ରଚିତ କେଉଁ କାବ୍ୟ ଜଗନ୍ନାଥ ଦାସଙ୍କ ଭାଗବତର କଥାବସ୍ତୁରେ ରଚିତ? ଗୋପକେଡ଼ି, ଗୋପୀଚନ୍ଦନ, ଗୋପୀଭାଷା, ଗୋପଜୀବନ। ସଠିକ୍ ଉତ୍ତର ଅପସନ୍ ସି ଗୋପୀଭାଷା। ପରବର୍ତ୍ତୀ ପ୍ରଶ୍ନ ଏବଂ ଶେଷ ପ୍ରଶ୍ନ, ଉଷାଭିଳାଷ କାବ୍ୟଟି କେତେ ଛାନ୍ଦ ବିଶିଷ୍ଟ ରଚନା? 10ଟି, 12ଟି, 15ଟି, 16ଟି। ଉଷାଭିଳାଷ କାବ୍ୟଟି କେତେ ଛାନ୍ଦ ବିଶିଷ୍ଟ ରଚନା? ସଠିକ୍ ଉତ୍ତର ଅପସନ୍ ବି 12ଟି। ଏହା ଥିଲା ଆଜିର ଶେଷ ପ୍ରଶ୍ନ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। ଧନ୍ୟବାଦ।